ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଜଣେ ଛୋଟ ଝିଅ ସହ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଘଟଣାଟି ଏତେ ହୃଦୟ ବିଦାରକ ଯେ ଯାହାକୁ ଶୁଣିଲା ପରେ ସମସ୍ତଙ୍କ ଆଖିରେ ଲୁହ ଆସିଯିବ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଗୋଟିଏ ଅନୁରୋଧ, ଯଦି ମହାପ୍ରଭୁଙ୍କୁ ଭଲ ପାଉଥାନ୍ତି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଆଉ କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ବିଜୟ ବାବୁ ଓ ଅନ୍ନପୂର୍ଣ୍ଣା ଦେବୀ ପ୍ରତି ମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସନ୍ତି। କାଳିଆ ସୁନାର ଦର୍ଶନ ସାରି ଅରୁଣସ୍ତମ୍ଭ ପଛରେ ଭୋଇ ଭୋଇ କାନ୍ଦନ୍ତି ଦୁଇ ଜଣ। କେହି କିଛି ବୁଝିପାରନ୍ତିନି ତାଙ୍କ କଥାକୁ। ମନ କଥା ମନ ଭିତରେ ଥାଏ। ଦିନକର ଘଟଣା। ଜଣେ ସେବାୟତ ଆସି ପଚାରନ୍ତି, ମା ରେ କାହିଁକି ଏମିତି କାନ୍ଦୁଛୁ? ମାଟି ସେଦିନ ବିକଳ ହୋଇ କହିଲା, ଗୋସେଇଁ କ'ଣ ଆଉ କହିବି, ବାହାଘରକୁ 3 ବର୍ଷ ହେଲାଣି, କୋଳରେ ସନ୍ତାନଟିଏ ନାହିଁ ବୋଲି 12 ଲୋକ 12 କଥା କୁହନ୍ତି। ସହିପାରୁନି ତାଙ୍କ କଥାକୁ। କାଳିଆ ଦୁଆରେ ଏମିତି କାନ୍ଦିବା ଛଡ଼ା ମୋ ପାଖରେ କିଛି ଉପାୟ ନାହିଁ ଗୋସେଇଁ, କ'ଣ ଆଉ କରିବି? ମାଟି ଠାରୁ ଏ କଥା ଶୁଣିଲା ପରେ ଗୋସେଇଁ ଜଣକ ମାଟିକୁ କହିଲେ, ବୁଝିଲୁ ମା, ମନ ଉଣା କରନି। କାଳିଆ କେବେ କାହାରିକୁ ଖାଲି ହାତରେ ଫେରେଇନି। ମୋ ମନ କହୁଛି ସେ ତୋ କଥା ନିଶ୍ଚୟ ବୁଝିବ। ଗୋସେଇଁ ସେଦିନ ଏଇ କଥା କହି କାମରେ ଚାଲିଗଲେ। ଏପଟେ ସ୍ୱାମୀ ସ୍ତ୍ରୀ ଦିହେଁ ବିଶ୍ୱାସ ହାରି ନଥାନ୍ତି। ମୋ କାଳିଆଠାରେ ବିଶ୍ୱାସ କରି ପ୍ରତି ମାସରେ ଆସନ୍ତି ଆଉ ମନ ଭିତରେ କାଳିଆ ସୁନାକୁ ତାଙ୍କର ପୁଅ ବୋଲି ଭାବି ନେଇଥାନ୍ତି। ମାସ ପରେ ମାସ ଗଡ଼ି ଚାଲିଲା। ସେଦିନ ହୋଇଥାଏ ଏପ୍ରିଲ ମାସ ଗୁରୁବାର। ସ୍ୱାମୀ ସ୍ତ୍ରୀ ଦିହେଁ ମହାପ୍ରଭୁଙ୍କୁ ଦର୍ଶନ ସାରି ବଡ଼ଦାଣ୍ଡରେ ଚାଲି ଚାଲି ଯାଉଥାନ୍ତି। ସେତେବେଳକୁ ରାତି 7ଟା ହୋଇଗଲାଣି। ଭକ୍ତମାନଙ୍କର ଗହଳି ମଧ୍ୟ ଟିକେ କମିଗଲାଣି। ଅନ୍ନପୂର୍ଣ୍ଣା ଦେବୀ ଦେଖିଲେ କେଉଁ ଆଡ଼ୁ କେଜାଣି ଛୋଟ ଝିଅଟିଏ 2-3 ବର୍ଷର ଧାଇଁ ଆସିଲା ତାଙ୍କରି ଆଡ଼କୁ ଆଉ ମା ମା କହି ଜାବୁଡ଼ି ଧରିଲା ଅନ୍ନପୂର୍ଣ୍ଣା ଦେବୀଙ୍କୁ। କିଛି ବୁଝା ପଡ଼ୁନଥାଏ। ଏପଟେ ବିଜୟ ବାବୁ କହୁଥାନ୍ତି, କିରେ ମା, କାହା ଝିଅ ତୁ? ତୋ ବାପା ମା କାହାନ୍ତି? ଝିଅଟି କିଛି ବି କହିପାରୁନଥାଏ। ଖାଲି ତାଙ୍କରି ମୁହଁକୁ ଚାହିଁ ଭେଁ ଭେଁ କାନ୍ଦୁଥାଏ। ସ୍ୱାମୀ ସ୍ତ୍ରୀ କିଛି ବୁଝିପାରୁନଥାନ୍ତି କ'ଣ ଏବେ କରିବେ। ହେଲେ କାହିଁକି କେଜାଣି ଅନ୍ନପୂର୍ଣ୍ଣା ଦେବୀଙ୍କୁ ଲାଗିଲା ଝିଅଟି ତାଙ୍କୁ ମା ମା ବୋଲି ଡାକୁଥିଲା। ମା ଡାକଟା ଯେମିତି ତାଙ୍କୁ ଭାରି ଅଥୟ କରି ପକାଇଲା। ସମ୍ଭାଳି ପାରିଲେନି ନିଜକୁ। ଝିଅଟିକୁ କୋଳେଇ ନେଲେ ଆଉ କହିଲେ, ବୁଝିଲ, ଆକୁ ମୋର ଝିଅ କରି ମୁଁ ରଖିବି ଆଜିଠାରୁ। କ'ଣ କହୁଛ ତୁମେ? ବିଜୟ ବାବୁଙ୍କୁ କିନ୍ତୁ କଥାଟା ଟିକେ ଅଡ଼ୁଆ ଲାଗୁଥାଏ। ସେ ମନେ ମନେ ଭାବୁଥାନ୍ତି, ଆଉ କାହାର ପିଲା, ଯଦି କେବେ ତା ବାପା ମା ଆସି ପହଞ୍ଚନ୍ତି। କିନ୍ତୁ ଅନ୍ନପୂର୍ଣ୍ଣା ଦେବୀ ସେ କଥାକୁ ଖାତିର ନ କରି ଝିଅଟିକୁ କୋଳେଇ ନେଲେ ଆଉ ନିଜ ସାଙ୍ଗରେ ନେବା ପାଇଁ ସ୍ଥିର ମଧ୍ୟ କଲେ। ଏଥର ଝିଅଟି ଅନ୍ନପୂର୍ଣ୍ଣା ଦେବୀ ଆଉ ବିଜୟ ବାବୁଙ୍କ ସହିତ ତାଙ୍କ ଘରକୁ ଆସିଲା। ଝିଅଟିକୁ ଯେତେବେଳେ ପଚାରନ୍ତି, ତୋର ନାଁ କ'ଣ ମା? ତୋର ବାପାଙ୍କ ନାଁ କ'ଣ? ମାଆଙ୍କ ନାଁ କ'ଣ? ଝିଅଟି କିଛି ବି କହିପାରୁନଥାଏ। ଖାଲି ଭେଁ ଭେଁ କାନ୍ଦୁଥାଏ। ଏଥର ସ୍ୱାମୀ ସ୍ତ୍ରୀ ଦିହେଁ ଝିଅଟିକୁ ଆଉ କିଛି ବି ପଚରା ଉଚରା କଲେନି। ବିଜୟ ବାବୁ କହିଲେ, ବୁଝିଲ, ଝିଅଟିକୁ ଆମେ ଗୁରୁବାର ଦିନ ପାଇଥିଲେ। ମହାପ୍ରଭୁଙ୍କର ଦାନ ଇଏ। ଝିଅଟିର ନାଁ ଲକ୍ଷ୍ମୀ। ଆଜିଠାରୁ ଆମେ ତାକୁ ଲକ୍ଷ୍ମୀ ବୋଲି ଡାକିବା। ନାଁଟି ଶୁଣିଲା ପରେ ଅନ୍ନପୂର୍ଣ୍ଣା ଦେବୀ ଭାରି ଖୁସି ହେଇଗଲେ। ତୁମେ ସତ କହିଛ, ଗୁରୁବାର ଦିନ ଘରକୁ ଆମର ଲକ୍ଷ୍ମୀ ଆସିଛି। ଏଥର ଝିଅଟିକୁ ପାଇ ସ୍ୱାମୀ ସ୍ତ୍ରୀ ଦିହେଁ ଭାରି ଖୁସି ହେଇଗଲେ। ଝିଅଟା ମଧ୍ୟ ତାଙ୍କ ପାଖରେ ବଢ଼ିଲା। ବିଜୟ ବାବୁ ଜଣେ ଗରିବ ହେଲେ ସୁଦ୍ଧା ଜଣେ ସଚ୍ଚୋଟ ଆଉ ସ୍ୱାଭିମାନୀ ମଣିଷଟିଏ। ପ୍ରତିଦିନ ଗାଡ଼ି ଚଲାନ୍ତି। ଯାହା ବି ରୋଜଗାର ହୁଏ ସେଇଥିରେ ତାଙ୍କର ପରିବାର ଚଳିଯାଏ। ଆଉ ଏପଟେ ଲକ୍ଷ୍ମୀର ପାଠ ପଢ଼ା। ଲକ୍ଷ୍ମୀଟା ଗାଁ ସ୍କୁଲରେ ପାଠ ପଢ଼ିଲାଣି। ଭଲ ପାଠ ପଢ଼ୁଛି ମଧ୍ୟ। ସାହି ପଡ଼ିଶାରେ ସମସ୍ତେ କୁହନ୍ତି, ଝିଅଟା ରୂପରେ ଯେମିତି ଗୁଣରେ ସେମିତି, ସାକ୍ଷାତ ଲକ୍ଷ୍ମୀ ପ୍ରତିମା। ସାହି ପଡ଼ିଶାଙ୍କ ଠାରୁ ଏଇ କଥା ଶୁଣିଲା ପରେ ସ୍ୱାମୀ ସ୍ତ୍ରୀ ଦିହେଁଙ୍କର ମନ ଖୁସି ହେଇଯାଏ। ସେ ଭାବନ୍ତି, ଯେଉଁ ସାହି ପଡ଼ିଶା ଆଗରୁ ଛିଛାକର କରି କହୁଥିଲେ, ଆଜି ସେମାନେ ଏତେ ଭଲ ଯେ କେମିତି ହେଇଗଲେ, ସବୁ ଏଇ ଝିଅଟା ପାଇଁ। ଖୁସିରେ ସ୍ୱାମୀ ସ୍ତ୍ରୀ 2 ଜଣ ମହାପ୍ରଭୁଙ୍କୁ ହାତ ଯୋଡ଼ି ଦେଇ କହୁଥାନ୍ତି, ଠାକୁରେ, ଏ ଝିଅ ତ ତୁମରି ଦାନ। ଝିଅ ନୁହେଁ ତ ସୁନା ମୁଣ୍ଡାଟିଏ। ବର୍ଷ ପରେ ବର୍ଷ ବିତି ଚାଲିଲା। ଲକ୍ଷ୍ମୀ ମଧ୍ୟ ମନ ଦେଇ ପାଠ ପଢ଼ୁଥାଏ। ଲକ୍ଷ୍ମୀର ହୋଇଥାଏ 10ମ ଶ୍ରେଣୀ। ପରୀକ୍ଷାରେ ଭଲ ମଧ୍ୟ କଲା। ଗାଁରେ ପ୍ରଥମ ହେଲା। ସାହି ପଡ଼ିଶାରେ ଖୁସି କହିଲେ ନ ସରେ। ସମସ୍ତେ ପ୍ରଶଂସା କରୁଥାନ୍ତି ଲକ୍ଷ୍ମୀର। ବାପା ମାଙ୍କର ପାଦ ଆଉ ତଳେ ଲାଗୁନଥାଏ। ବାପା ସ୍ଥିର କରିଥାନ୍ତି ଲକ୍ଷ୍ମୀକୁ ପାଠ ପଢ଼ାଇବେ ବଡ଼ କଲେଜରେ। ହେଲେ ଏଇ ସମୟ ଭିତରେ ଦୈବ ଯେ ଏମିତି ଦାଉ ସାଧିବ କେହି କେବେ ବୁଝିପାରିନଥିଲେ। ସବୁତକ ଖୁସି ସେମିତି
ପାଣି ଫଟକା ପରିକା ମିଳେଇଯିବ ସେ କଥା ସ୍ୱପ୍ନରେ ସୁଦ୍ଧା କେହି ଭାବିନଥିଲେ। ବିଜୟବାବୁ କାମରୁ ଫେରି ଦେଖନ୍ତୁ ତ ଘର ଆଗରେ ଲାଗିଛି 2ଟା କାର୍, ଆଉ ଘର ଭିତରେ ପାଟି ଶୁଭୁଛି କିଛି ଲୋକମାନଙ୍କର। ସେ ଯାଇକି ଦେଖନ୍ତି ଜଣେ ପୋଲିସ ବାବୁଙ୍କ ସହିତ ଜଣେ ଓକିଲ ଆଉ ଜଣେ ବଡ଼ ଲୋକିଆ ବାବୁ କିଛି ଗୋଟେ କଥାବାର୍ତ୍ତା ହେଉଛନ୍ତି। ହେଲେ ଅନ୍ନପୂର୍ଣ୍ଣା ଦେବୀ ଆଉ ଲକ୍ଷ୍ମୀ ଭେଁ ଭେଁ କାନ୍ଦୁଥାନ୍ତି। ବାପାଙ୍କୁ ଦେଖିବା ମାତ୍ରେ ଲକ୍ଷ୍ମୀ ଧାଇଁ ଆସିଲା ବାପାଙ୍କ ପାଖକୁ, ଜାବୁଡ଼ି ଧରି କହୁଥାଏ, ବାପା ତୁମକୁ ଛାଡ଼ି ମୁଁ କୁଆଡ଼େ ବି ଯିବିନି, ଏମାନେ ମୋତେ ନେଇଯିବାକୁ ଆସିଛନ୍ତି। କିଛି ବୁଝାପଡ଼ୁନଥାଏ କଥାଟା। ଏଥର ଓକିଲ ବାବୁ ସବୁ ସତ କଥା କହିଥିଲେ। ବିଜୟ ବାବୁ, ତୁମେ ଯେଉଁ ଝିଅଟିକୁ ତୁମ ଘରେ ପାଳି ରଖିଛ ଆଉ ତାକୁ ଲକ୍ଷ୍ମୀ ବୋଲି ଡାକୁଛ, ତାର ପ୍ରକୃତ ନାମ ହେଉଛି ଲଳିତା ମାନସିଂ, ମାୟାଧର ମାନସିଂଙ୍କର ଝିଅ। ଆଜକୁ 12 ବର୍ଷ ତଳେ ତାଙ୍କ ସ୍ତ୍ରୀ କୌଣସି ଏକ ପାରିବାରିକ କଳହରୁ ଝିଅଟିକୁ ସାଙ୍ଗରେ ଧରି ଫେରାର ହୋଇଯାଇଥିଲେ। ଆଉ ବାଟରେ ଆସିଲା ବେଳେ ତାଙ୍କର ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହେଲା। ସେବେଠାରୁ ତୁମେ ଝିଅଟିକୁ ରଖିଛ। ଏଇ ତାର ସବୁ କାଗଜପତ୍ର। ଯେତେବେଳେ ଓକିଲ ବାବୁ ଜଣକ ସବୁତକ କାଗଜପତ୍ର ଦେଖାଇଥିଲେ, ବିଜୟବାବୁଙ୍କର ପାଦ ତଳୁ ମାଟି ଖସିଗଲା। ସେ ଭୋ ଭୋ ହୋଇ କାନ୍ଦିଲେ ଝିଅଟିକୁ ଜାବୁଡ଼ି ଧରି। ସେ କହୁଥାନ୍ତି, ତମେ ଏମିତି ନିଷ୍ଠୁର ହୁଅନି, ମୋ ଝିଅକୁ ମୋ ଠାରୁ ଅଲଗା କରନି, ମୋ ଲକ୍ଷ୍ମୀକୁ ମୋ ଠାରୁ ଅଲଗା କରନି। ହେଲେ କ'ଣ ବା ଆଉ ହେବ? କେହି ବି ତାଙ୍କ କଥା ଶୁଣିଲେନି। କେହି ବି ସେଦିନ ବୁଝିବାକୁ ଚେଷ୍ଟା କଲେନି ଗରିବ ବାପାଟିର କୋହଭରା କାନ୍ଦକୁ, ତାର ଭଲ ପାଇବାକୁ, ତାର ସ୍ନେହକୁ ଆଉ ତାର ଶ୍ରଦ୍ଧାକୁ। ସମସ୍ତେ ଠେଲିପେଲି ଦେଇ ଝିଅଟିକୁ ସାଙ୍ଗରେ ଧରି ଚାଲି ଆସିଲେ ସାମାନ୍ୟ କେତୋଟି ଟଙ୍କା ପାଇଁ। ମାୟାଧର ମାନସିଂଙ୍କର ବାପା ମରିବା ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତିକୁ ନାତୁଣୀ ଲଳିତା ରାଣୀ କରିଦେଇ ଯାଇଛନ୍ତି। ସେହି ସମ୍ପତ୍ତି ସବୁକୁ ପାଇବା ପାଇଁ ମାୟାଧର ମାନସିଂ ଖୋଜି ଖୋଜି ଲଳିତାକୁ ଆଣିଛନ୍ତି, ଯାହାଫଳରେ କି ଜଣେ ଗରିବ ବାପାଠାରୁ ତାକୁ ଅଲଗା କରିଦେଲେ। ଆଉ ଆସିଲା ବେଳେ ଝିଅଟିକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇକି ଆସିଲେ କି ତୋତେ ମୁଁ ପାଠ ପଢ଼େଇବି, ବଡ଼ ମଣିଷ କରିବି, ବଡ଼ ଚାକିରି ତୁ କରିବୁ, କୋଟି କୋଟି ଟଙ୍କାର ମାଲିକ ମଧ୍ୟ ହେବୁ। ଝିଅଟିକୁ ସିନା ନେଇ ଆସିଲେ, ହେଲେ ସେପଟେ ଦେଖ ବିଜୟ ବାବୁ ଅନ୍ନପୂର୍ଣ୍ଣା ଦେବୀ ଆଉ ତାଙ୍କର ଭୋକ ଶୋଷ ନଥାଏ, ପାଟିରୁ କଥା ମଧ୍ୟ ବାହାରୁ ନଥାଏ। ଶୁଖିକି କଳାକାଠ ପଡ଼ିଗଲେଣି। କ'ଣ ଆଉ କରିବେ? ଯେତେବେଳେ ଦେଖ ସେମିତି ଡାକି ହେଉଥାନ୍ତି, ଲକ୍ଷ୍ମୀ କୁଆଡ଼େ ଗଲୁ ମୋ ଲକ୍ଷ୍ମୀ। ବିଜୟବାବୁ ଭାବୁଥାନ୍ତି, କାଳିଆରେ ସତରେ ତୁ ଭାରି କପଟିଆ, ତୁ ଭାରି ନିର୍ଦ୍ଦୟ। ଦେଇକି ତୁ ପୁଣି ଛଡ଼େଇ ନଉ। ତୁ କ'ଣ ସହିପାରିଲୁନି ମୋ ସୁଖକୁ? ଯଦି ତୋର ମୋତେ ଏତେ ଦୁଃଖ ଦେବାର ଥିଲା, କାହିଁକି ସୁଖ ଦେଉଥିଲୁ? ମୁଁ ତ ମୋ ବାଟରେ ଭଲ ଥିଲି। କାହିଁକି ସେଦିନ ଝିଅଟିକୁ ମୋ ହାତରେ ଟେକିଦେଲୁ? ଜାଣିନଥିଲି ତୁ ଏମିତି ପରୀକ୍ଷା ନେବୁ ବୋଲି। ଏପଟେ ଲଳିତାକୁ ଦେଖ, ଲକ୍ଷ୍ମୀରୁ ନୂଆ ନାଁଟିଏ ମଧ୍ୟ ପାଇଲା, ଲଳିତା ମାନସିଂ। ପୁଣି କୋଟି କୋଟି ଟଙ୍କାର ମାଲିକ, ଜଣେ କୋଟିପତିର ଝିଅ ମଧ୍ୟ। ଏତେ ବଡ଼ ଗାଡ଼ି, ଏତେ ବଡ଼ ବଙ୍ଗଳା, ଯାହାକି ପିଲାଦିନରୁ କେବେ ସେ ଦେଖିନଥିଲା। ଏତେ ଖୁସି ପାଇଲା ପରେ ଆପଣମାନେ କ'ଣ ଭାବୁଛନ୍ତି ସେ ଗରିବ ବାପାଟାକୁ ଭୁଲି ଯାଇଥିବ? ନା, ସେ ସେମିତିକା ଝିଅ ନୁହେଁ। ଘର ଛାଡ଼ି ଆସିବାର 2-3 ଦିନ ହୋଇଗଲାଣି, ସିଏ ମଧ୍ୟ କିଛି ବି ଖାଇନି। ଏପଟେ ମାୟାଧର ମାନସିଂ ଭାବି ହେଉଥାନ୍ତି, ଏତେ ଲୋଭ ଦେଖେଇଲି ତଥାପି ଝିଅଟା ବୁଝୁନି, କ'ଣ ଆଉ କରିବି? ଏମିତି ସଞ୍ଜ ବୁଡ଼େ ବସିଥାନ୍ତି ବାବୁ। ଦେଖିଲେ ଝିଅଟା ସିଧା ଆସିଲା, ବାବୁଙ୍କର ପାଦ ତଳେ ପଡ଼ିଗଲା, କହିଲା, ବାବୁ ଗୋଟିଏ କଥା ମୋର ରଖିବେ, ତମେ ଯାହା କହିବ ମୁଁ ସେୟା କରିବି। ମାୟାଧର ମାନସିଂ ହଠାତ୍ ଉଠି ପଡ଼ିଲେ। କିଛି ବୁଝିପାରୁନଥାନ୍ତି ଝିଅଟା ଯେ ଏମିତି ଆସି ପାଦ ତଳେ ପଡ଼ିଗଲା। ଝିଅଟି ଅତି ବିକଳ ହୋଇ କହିଲା, ତମେ ମୋତେ ନେଇ ଚାଲ, ମୋ ବାପାଙ୍କ ପାଖରେ ମୋତେ ଛାଡ଼ିଦିଅ, ମୋ ମା ପାଖରେ ମୋତେ ଛାଡ଼ିଦିଅ। ମୁଁ ସେଇଠି ରହିବାକୁ ଚାହେଁ। ମୋର ଦରକାର ନାହିଁ ଇଏ ତୁମର ବଙ୍ଗଳା, ଇଏ ତୁମର ଗାଡ଼ି, କୋଟି କୋଟି ସମ୍ପତ୍ତିର ମାଲିକ। ତୁମର ଟଙ୍କା ଦରକାର ନା? ଆଣ, କାଗଜପତ୍ର ଆଣ, ସବୁଥିରେ ମୁଁ ସାଇନ୍ କରିଦେବି। ସବୁତକ ସମ୍ପତ୍ତି ତୁମ ନାଁକୁ ନେଇଯାଅ। ହେଲେ ମୋତେ ତୁମେ ଦୟା କର, ମୋତେ ନେଇ ମୋ ବାପା ମାଆଙ୍କ ପାଖରେ ଛାଡ଼ିଦିଅ। ଝିଅଟି ମୋର ଏଇସବୁ କଥା ଶୁଣି ସାରିଲା ପରେ ସେଦିନ ପ୍ରଥମ ଥର ପାଇଁ ମାୟାଧର ମାନସିଂ ବାବୁ କାନ୍ଦିଥିଲେ। ସେ ବୁଝିପାରିଥିଲେ ସେଦିନ ପ୍ରକୃତରେ ଟଙ୍କା ଦେଇ ସବୁ କିଛି କିଣି ହେବ। ସ୍ନେହ, ପ୍ରେମ, ଭଲ ପାଇବା ଏସବୁ ନୁହେଁ। ସତରେ ମୁଁ କେଡ଼େ ବଡ଼ ଭୁଲ କରିଛି। ସେଇ ରାତି ଭିତରେ ଗାଡ଼ିଟିଏ କରି ଝିଅକୁ ନେଇଗଲେ ସାଙ୍ଗରେ। ଆଉ ଯାଇ ପହଞ୍ଚନ୍ତି ବିଜୟବାବୁଙ୍କ ଘର ସାମ୍ନାରେ। ସେ ଦେଖିଲେ ବିଜୟବାବୁ ଆଉ ଅନ୍ନପୂର୍ଣ୍ଣା ଦେବୀ କାନ୍ଥକୁ ଆଉଜି ସେମିତି କାନ୍ଦୁଥାନ୍ତି।
ହେଲେ ହଠାତ୍ ଯେ ଏମିତି ଯେ ଲକ୍ଷ୍ମୀ ପହଞ୍ଚିଯିବ ପୁଣି ବାପା ବାପା କହିକି କିଛି ବୁଝିପାରୁନଥାନ୍ତି। ବିଜୟ ବାବୁ ଆଉ ଅନ୍ନପୂର୍ଣ୍ଣା ଦେଇ ଭାବୁଥାନ୍ତି ଆମେ ସ୍ୱପ୍ନ ଦେଖୁନୁ ତ। ଲକ୍ଷ୍ମୀ ଦୁଇ ଜଣଙ୍କୁ ଜାବୁଡ଼ି ଧରି ବୋହ ବୋହି କାନ୍ଦିଲା ଆଉ କହୁଥାଏ, ବାପା ମୋତେ କ୍ଷମା କରିଦିଅ, ମୁଁ ତୁମକୁ କଥା ଦେଉଛି ଆଉ କେବେ ହେଲେ ତୁମକୁ ଛାଡ଼ିକି ଯିବିନି। ଏତିକି ଭିତରେ ମାୟାଧର ମାନସିଂହ ବାବୁଙ୍କୁ ହାତ ଯୋଡ଼ି ଦେଇ କହୁଥାନ୍ତି, ବାବୁ ଆଜି ତୁମେ ଜିତିଗଲ ଆଉ ମୁଁ ହାରିଗଲି। ଏଇ ମୋର ଟଙ୍କା ପଇସା ଆଗରେ ତୁମର ସ୍ନେହ, ପ୍ରେମ ଆଉ ଭଲ ପାଇବା ସବୁକିଛି ଉପରେ କ୍ଷମା କରିଦିଅ ମୋତେ। ତୁମ ବାପ ଝିଅ ଦୁହିଁଙ୍କୁ ମୁଁ ସେଦିନ ଅଲଗା କରି କେଡ଼େ ବଡ଼ ପାପ କରିଥିଲି। ଏପଟେ ବିଜୟ ବାବୁ କହୁଥାନ୍ତି, ବାବୁ ଯଦି କ୍ଷମା ମାଗିବାର ଅଛି ମୋ ମହାପ୍ରଭୁଙ୍କୁ ମାଗ, ସିଏ ତୁମକୁ କ୍ଷମା କରିଦେବେ। ମୋ ଝିଅଟା ଯେ ମୋ ପାଖକୁ ଚାଲି ଆସିଲା ତାଠାରୁ ବଡ଼ କଥା ମୋର ବା କ'ଣ, ମୁଁ ବା ତୁମକୁ କ୍ଷମା ଦେବାକୁ କିଏ। ଏଥର ବିଜୟ ବାବୁଙ୍କର ଘରଟା ଲକ୍ଷ୍ମୀଙ୍କୁ ପାଇ ପୁଣି ପୂର୍ବ ପରିକା ଶ୍ରୀମନ୍ଦିର ପାଲଟିଗଲା। ପୂର୍ବ ପରିକା ପୁଣି ହସ ଖୁସିରେ ଫାଟି ପଡ଼ୁଥାଏ ତାଙ୍କର ସେ ପରିବାରଟା। ଏହିସବୁ ଖୁସିକୁ ଦେଖି ସାହି ପଡ଼ିଶାମାନେ ମଧ୍ୟ ଗର୍ବରେ କହୁଥାନ୍ତି, ସତରେ ଝିଅ ନୁହଁ ତ ସାକ୍ଷାତ ଲକ୍ଷ୍ମୀ ପ୍ରତିମା। ଶେଷରେ ବିଜୟ ବାବୁ ଏତିକି କହିଲେ, କାଳିଆରେ କିଏ କହିଲା ତୁ କପଟିଆ ବୋଲି, କିଏ କହିଲା ତୁ ନିର୍ଦ୍ଦୟ ବୋଲି, କିଏ କହିଲା ତୋର ହୃଦୟ ନାହିଁ ବୋଲି। ସେଦିନ ଝିଅଟିଏ ଦେଇଥିଲୁ ବୋଲି ଆଜି ଲୋକଟି ତାର ଟଙ୍କାର ମୂଲ୍ୟ ବୁଝିଲା, ଆଉ ଝିଅଟି ସ୍ନେହ, ପ୍ରେମ, ଭଲ ପାଇବା ସବୁର ମୂଲ୍ୟ ବୁଝିଲା। ଧନ୍ୟରେ କାଳିଆ, ଧନ୍ୟ ତୋର ଲୀଳା। ନମସ୍କାର ଆଜ୍ଞା। ଆଜିର ଏହି ଭିଡ଼ିଓଟା ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିଦେବାକୁ ଅନୁରୋଧ। ଜୟ ଜଗନ୍ନାଥ। ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ।